ଜୟ ଜଗନ୍ନାଥ। ବନ୍ଧୁଗଣ, ଏହି ଗଳ୍ପଟି ମୁଁ ଜହ୍ନମାମୁଁ ବହିରୁ ପଢ଼ିଥିଲି। ଗଳ୍ପର ଶୀର୍ଷକ ହେଉଛି ଉଭୟ ସନ୍ତୁଷ୍ଟ। ମେନକା ଯେତେବେଳେ ଶୁଣିଲା ତା ପଡ଼ୋଶୀ ଶାନ୍ତି ଗୋଟେ ଭଲ ଗାଈ କିଣିବାକୁ ହାଟକୁ ଯାଉଛି, ତା ଛାତି ଈର୍ଷାରେ ଜଳିଗଲା। ହୋଇରେ, ତୋତେ କ'ଣ ଆସେ ଯେ ତୁ ଗାଈ କିଣିବୁ? ଦେଖିବୁ ରହ, ଗାଈ ତ ଆଣିପାରିବୁ ନାହିଁ, ଟଙ୍କା ତକ ବି ହରାଇ ଖାଲି ହାତରେ ଫେରିବୁ। ମେନକା ଶୁଣାଇଦେଲା ଏ କଥାଟି ଶାନ୍ତିକୁ। ଶାନ୍ତି କ'ଣ କଲା? ଶାନ୍ତି କିଛି ନ କହି ହାଟକୁ ଚାଲିଗଲା। ସନ୍ଧ୍ୟାବେଳକୁ ଦେଖାଗଲା ଯେ ଖାଲି ହାତରେ ଘରକୁ ଫେରୁଛି। ମେନକା ଉଚ୍ଚାରେ କହିଲା, ଦେଖିଲୁଟି, ମୋ କଥା ମିଛ ହୁଏ ନାହିଁ। ଗାଈ କାହିଁ? ମେନକା ବହୁତ ସନ୍ତୋଷ ଅନୁଭବ କଲା। ଶାନ୍ତି କିଛି କହିଲା ନାହିଁ। କଥା ହେଲା, ଶାନ୍ତି 200 ଟଙ୍କା ଦେଇ ଗାଈ କିଣି ଫେରୁଥିଲା। ଠିକ୍ ବାଟରେ ଜଣେ ଜମିଦାର ତାକୁ ଦେଖିଲେ। ଜମିଦାରକୁ ସେ ଗାଈଟି ବଡ଼ ଭଲ ଲାଗିଲା। ସେ 300 ଟଙ୍କା ଦେଇ ଗାଈଟି ଶାନ୍ତିଠାରୁ କିଣି ନେଇଥିଲେ। ଶାନ୍ତି ସନ୍ତୋଷରେ ଫେରିଲା। ଯଦି ଏହିପରି ଗପକୁ ଆପଣ ପସନ୍ଦ କରନ୍ତି, ତାପରେ ଗପଟିକୁ ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।